बंधु नमस्कार। आज जुलाई 16 तारीख माने संक्रांति दक्षिणायन कर्कट संक्रांति। आज ठारू श्रावण मास आरंभ केबे 16/7/24 ठारू श्रावण मास आरंभ कर्कट मास मध्य आरंभ बोली कह जाए। तेणु मासर प्रथम दिन द्वितीय दिन यही कह जाए। संक्रांति प्रथम दिन मासर द्वितीय दिन कह जाए। यही संक्रांति माने एप्रिल 16 रु जुलाई 16 रु अगस्ट 16 जाए जो 31 दिन हम से देशर राज्यर व्यक्तिर समाजर परिवेशर की परिवर्तन हम आसंतु ए विषय लिखि प्रबंध को पढ़ा और शुणा। आज 16/7/24 तारीख संक्रांति दक्षिणायन कर्कट संक्रांति श्रावण मास आरंभ। यार कार्यकाल 31 दिन। ए मासर अधिपति शुक्र सामंत चंद्रशेखर जे कि प्रथम ओडिया वैज्ञानिक प्रथम पांजिकार से लिखिचंती पृथ्वी शस्य संपूर्णा बारिपूर्णा पयोधरा गावः संपूर्ण दुग्धास्यु शुक्रे मासाधिनायके। शुक्र मासाधिपति हेले पृथ्वी रे पूर्ण शस्य सृष्टि हुए। मेघ भी जलपूर्ण हुए। गाई माने दुग्धवती हुंती। सुतरां से शुभ समय आसी जाइछि। वर्षर गोटे मास श्रावण मास धारा श्रावण मास। ए संक्रांति रे कर्कट राशि को रवि चलन होइछि। एणु नक्षत्र 1, 2, 3 माने अश्विन द्विजा कृत्रिका यही नक्षत्र त्रयंकु रवि लाभ देवे। क्योंठी मुखे माने से माने अश्विन द्विजा कृत्रिका नक्षत्र त्रय सर्वदा हस हस मुह रे समस्त को देखिए। निजे भी सर्वदा हसुथिबे बोले लक्ष्मी तांको कांधरे रहिबे। से लक्ष्मीवान हेबे। तेणु बंधु आपण सर्वदा हस हस मुख हुंतु। मन दुख करंतु नहीं। प्रसन्न रुहंतु हेले लाभ फल अवश्य पाइबे। तापर 4, 5, 6, 7 माने रोहिणी मृगशिरा आराद्रा और पुनरुष नक्षत्र त्रयंकु रवि प्रवास को पठाइबे। एणु यही नक्षत्र अधिकारी समस्त व्यक्ति जदि दियानिया कार्य डाहाण हाथ रे करिवे बाँ हाथ रे आदौ न करिवे तेबे रवि शांत होई कल्याण करिवे। मनला बंधु रोहिणी मृगशिरा आराद्रा पुनर्वसु ये नक्षत्र व्यक्ति बंधु डाहाण हाथ रे दियानिया करंतु विशेष किसी दुख आसबनी। 8, 9, 10, 11 माने पुष्या अश्लेषा मघा और पूर्व फल्गुनी नक्षत्र मानकु रवि अल्प लाभ देवे। जदि आपण आग दक्षिण पाद पकाई यात्रा आरंभ करिवे तेबे रवि खुशी हेबे। 12, 13, 14, 15 माने उत्तर फाल्गुनी हस्ता चित्रा स्वाति नक्षत्र मानक रवि किछि
ଦେବେନି ମାନେ ନିଷ୍ଫଳ, କୌଣସି କାର୍ଯ୍ୟର ଲାଭ ମିଳିବନି ଏମାନଙ୍କୁ, ପରିଶ୍ରମ ସାର ହେବ। ତେଣୁ ଭାଇ ସେଜରୁ ଉଠିଲା ଠାରୁ ଦିନଚର୍ଯ୍ୟା କରିବା ବେଳେ ଯଦି ଆଗ ଦକ୍ଷିଣ ପାଦ ପକାଇ କାମ ଆରମ୍ଭ କରିବେ ତେବେ ରବି ଖୁସି ହେବେ, ଅର୍ଥାତ୍ ଦୟା କରିବେ। 16, 17, 18 ମାନେ ବିଶାଖା, ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ତ୍ରୟ ରବିଙ୍କର କଲ୍ୟାଣ ଲାଭ କରିବେ। କେମିତି? ତରବରରେ ନିଷ୍ପତ୍ତି ନ ନେଇ ଯଦି ଭାବି ଚିନ୍ତି ସବୁ କାର୍ଯ୍ୟ କରିବେ, ଉତ୍ତମ ବ୍ୟବହାର କରିବେ, ତେବେ ବହୁ ସମ୍ମାନ ପାଇବେ, ଧନ ବି ପାଇବେ। 19, 20, 21 ମାନେ ମୂଳା, ପୂର୍ବଷାଢ଼ା, ଉତ୍ତରାଷାଢ଼ା ନକ୍ଷତ୍ର ତ୍ରୟଙ୍କୁ ମହାମାୟାଙ୍କର ଦର୍ଶନ କରାଇବେ ରବି ବୋଲି ନିଷ୍ପତ୍ତି ନେଇଛନ୍ତି। ଏଇମାନେ ମହାମାୟା ସରସ୍ୱତୀଙ୍କର କଲ୍ୟାଣ ପାଇବେ, ତଥା ସମୟରେ ଜ୍ଞାନ, ବୁଦ୍ଧି, ବିବେକ ଓ ବିଚାରଧାରା ଉଦ୍ରେକ ହେବ। ଏମାନେ ଦିଗ୍ବିଜୟୀ ହେବେ, ଲାଭବାନ ହେବେ। 22, 23, 24, 25, 26 ନକ୍ଷତ୍ର ମାନେ ଅର୍ଥାତ୍ ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବଭାଦ୍ର ଓ ଉତ୍ତରଭାଦ୍ର ନକ୍ଷତ୍ର ଥିବା ଜନତାଙ୍କୁ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି ରବି। ତାହା ହେଲା ହୃଦୟରେ ମାନେ ମନ ମଧ୍ୟରେ ବିଚାର କରି ନିଷ୍ପତ୍ତି ନିଅନ୍ତୁ। ଯେଉଁ ଶବ୍ଦାବଳୀ କହିବେ, ଯେଉଁ କର୍ମ କରିବେ, ସେ ସବୁଥିରୁ ପାଇବେ ମୁଠା ମୁଠା ଧନ ଆଉ ସମ୍ମାନ। 27 ନକ୍ଷତ୍ରକୁ ପ୍ରଚୁର ଲାଭ ହେବ। କିପରି? ଯାହା ଦେବେ ତାହାର 6 ଗୁଣ ପାଇବେ, ଏହି ଚିନ୍ତା କରି 27 ନକ୍ଷତ୍ରଧାରୀ ବ୍ୟକ୍ତି ମନ ଖୋଲି ଖୁସି ମନରେ ସତ୍ ପାତ୍ରରେ ପ୍ରତ୍ୟହ ଯଥାଶକ୍ତି ଦାନ କରନ୍ତୁ, ବୋଇଲେ ଲାଭ 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 ହେବ। ଏ ମାସର ଅଧିପତି ଶୁକ୍ର ସିନା ଆକାଶକୁ ଭଲ ମେଘ ଆସିବ, ଶସ୍ୟ ସମୃଦ୍ଧା ପୃଥିବୀ ହେବ, ଗାଈମାନେ ଦୁଗ୍ଧବତୀ ହେବେ, ହେଲେ ଦେବାକୁ ଥିବା ସମସ୍ତ ସୁଫଳ ଆମେ ପାଇପାରିବାନି। କାରଣ ସଂକ୍ରାନ୍ତି ପୁରୁଷଙ୍କର କୁକ୍ଷି ସଞ୍ଚାର ହୋଇଛି, ଏଣୁ ସ୍ୱଳ୍ପ ଜଳ ବୃଷ୍ଟି ହେବ। ପୁଣି ଏ ମାସରେ 5ଟି ମଙ୍ଗଳବାର ପଡ଼ୁଛି। ଏଥିପାଇଁ ଆମ ପାଣିପାଗରେ ବିଚିତ୍ରତା ଅନୁଭବ ହେବ। କେଉଁଠି ହୀନ ଜଳ, କେଉଁଠି ବହୁ ଜଳ, କେଉଁଠି ବାଦଲ ଫଟା ବର୍ଷା ତ କେଉଁଠି ଆଦୌ ବୃଷ୍ଟିପାତ ହୋଇ ନପାରେ। ସ୍ଥାନ ବିଶେଷରେ ବନ୍ୟା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଏହି ସଂକ୍ରାନ୍ତି ପୁରୁଷଙ୍କର ନାମ ମହୋଦରୀ, ଅର୍ଥାତ୍ ବଡ଼ ଉଦର। ସେ ଦଧିପାନ ପ୍ରିୟ, ଏଣୁ ଆମେ ପ୍ରତିଦିନ ଦଧି ତଥା ସାମାନ୍ୟ ପାନ କଲେ ସେ ଖୁସି ହେବେ ଓ କଲ୍ୟାଣ କରିବେ, ଆମର ମଙ୍ଗଳ ହେବ। ସେ ମୁଦ୍ଗର ଧରିଛନ୍ତି ବୋଲି ଆମେ ମୁଦ୍ଗର ଧରିବାନି। ସେ ମହିଷୀ ପିଠିରେ ବସି ଆସୁଛନ୍ତି, ଗଳାରେ ମନ୍ଦାର ମାଳା ପିନ୍ଧିଛନ୍ତି, ସେ ନୀଳବସ୍ତ୍ର ପରିଧାନ କରିଛନ୍ତି, ତାଙ୍କ ମୁଖ ଅଛି ଦକ୍ଷିଣକୁ, ଦୃଷ୍ଟି ଅଛି ବାୟବ୍ୟକୁ, ସେ ଯିବେ ପଶ୍ଚିମକୁ। ତେଣୁ ଦେଶର ଦକ୍ଷିଣ, ବାୟବ୍ୟ ଓ ପଶ୍ଚିମ ଦିଗରେ ଥିବା ରାଜ୍ୟ ଓ ରାଜ୍ୟର ଜିଲ୍ଲାମାନଙ୍କରେ କ୍ଷୟକ୍ଷତି ହେବ। କାରଣ ସେ ମହିଷୀ ପିଠିରେ ବସି ମନ୍ଦାର ମାଳା ପିନ୍ଧିଛନ୍ତି। ତେଣୁ ଦକ୍ଷିଣ ପଶ୍ଚିମ କୋଣସ୍ଥ ରାଜ୍ୟ ଓ ଜିଲ୍ଲାମାନଙ୍କରେ କ୍ଷୟକ୍ଷତି ହେବା ନିଶ୍ଚିତ। କ'ଣ କ୍ଷତି ହେବ? ଲଘୁଚାପ ଜନିତ ବାତ୍ୟା, ବନ୍ୟା, ଭୂକମ୍ପ, ଭୂସ୍ଖଳନ, ଟ୍ରେନ୍ ବସ୍ ଦୁର୍ଘଟନା ସମ ବିପଦ ଆସିପାରେ। ଏ ମାସ ଜାତକର ଲେଖା ହେବ 1946 ଶକାବ୍ଦ, 1430 ସାଲ, ଦିବ୍ୟ ସିଂହ ଦେବ ମହାରାଜାଙ୍କର 67 ଅଙ୍କ,
ଓ ବର୍ଷା ଋତୁର ପ୍ରଥମ ମାସ। ଏ ମାସରେ କର୍କଟରେ ରବି, ବୁଧ ଓ ଶୁକ୍ର ଅବସ୍ଥାନ କରୁଛନ୍ତି। ଜୁଲାଇ 19ରୁ ବୁଧ ଓ ଜୁଲାଇ 31ରୁ ଶୁକ୍ର ସିଂହକୁ ଯିବେ। କନ୍ୟାରେ କେତୁ, କୁମ୍ଭରେ ଶନି, ମୀନରେ ରାହୁ, ବୃଷରେ ବୃହସ୍ପତି ଓ ମଙ୍ଗଳ ଅବସ୍ଥାନ କରୁଛନ୍ତି। ଯେଣୁ ଏକ ଗ୍ରହରେ ଗୁରୁ ଓ ମଙ୍ଗଳ ଯୋଗ ଅଛି। ତେଣୁ ଏହି ମାସ ଜାତ ବ୍ୟକ୍ତି ଜୀବନକୁ ଅଭାବ ଆସିବନି, ଭୟ ବି ଆସିବନି, କାରଣ କୁମ୍ଭରେ ଶନି। ଏ ମାସରେ ଚକଡ଼ା ଲଗାଣ ହେବ ମାନେ ପ୍ରବଳ ବର୍ଷା ହେବ। କେଉଁ କେଉଁ ଦିନ? ଜୁଲାଇ 16, 18, 20, 22, 29, 31 ଓ ଅଗଷ୍ଟ 3 ଓ 10। ବନ୍ଧୁ, ଏ ମାସର ବିବରଣୀ ପାଠ କଲି, ଆପଣମାନେ ଶୁଣିଲେ ଏବଂ ନିଜର ନକ୍ଷତ୍ର ଅନୁସାରେ ଫଳ ଭୋଗ କରିବେ। ଆଉ କେଉଁ ଦିନ ବର୍ଷା ହେବ, ଯଦି ଆପଣଙ୍କର ସନ୍ତାନ ଏ ମାସରେ ହେଇଛି ବା ହେବାକୁ ଅଛି, ତାହେଲେ ସେ ଭାଗ୍ୟବାନ। ରହିଲି, ଆପଣଙ୍କ ପୁଅର ମଙ୍ଗଳ ହଉ।